ଓମ୍ ଶାନ୍ତି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ଯିଏ ସୃଷ୍ଟି କରତା ସଭିଙ୍କର ଚଇତା ଦୁଃଖ ହର୍ତ୍ତା ସୁଖ ଦାତା ମୋ ପିତା ବୋଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ମୋର ହାତ ଧରିଲେ ସାଥି ସାହାରା ହେଲେ ପଙ୍କିଳ ସାଗରେ ପଦ୍ମ ଫୁଲଟେ କଲେ। ଅବାଟ ଛାଡ଼ିନ ରାଜପଥେ ଚାଲିଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ସିଏ ଜ୍ଞାନ ସୂର୍ଯ୍ୟ ମୁଁ ତାଙ୍କ ସୂର୍ଯ୍ୟମୁଖୀ। ସିଏ କୃପା ଶ୍ରାବଣ ମୁଁ ଚାତକ ପକ୍ଷୀ। ଜନ୍ମ ଜନ୍ମାନ୍ତର ତୃଷା ମେଣ୍ଟାଇ ଦେଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ଭାଗ୍ୟବତୀ ବୋଲି ମୁଁ ଜାଣିଲି କେମିତି ଯେବେଠାରୁ ହେଲି ମୁଁ ତାଙ୍କ ସହଯାତ୍ରୀ। ପରିରାଇଜ କାହାଣୀ ଅର୍ଥ ବୁଝିଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ସେ ମୋ ସତ୍ୟ ସାଜନ ମୋ ଜୀବନ ଧନ। ପତିତ ଆତ୍ମାକୁ ସେ କରନ୍ତି ପାବନ। ତାଙ୍କୁ ପାଇ ଦେବକୂଳେ ନାମ ଲେଖିଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ସାଜନ ବିନା ସଜନି ଅନ୍ଧ ପରାଏ ଶାମୁକା ଭିତରୁ ମୋତି ଆଣି ସେ ଦିଏ। ତାଙ୍କୁ ପାଇ କଉଡ଼ିରୁ ହୀରକ ହେଲି। ମୁଁ ଏତେ ବଡ଼ ଭାଗ୍ୟଶାଳୀ ଆତ୍ମାଟେ ବୋଲି ସ୍ୱପ୍ନରେ ଦିନେ ମଧ୍ୟ ମୁଁ ଭାବି ନଥିଲି। ଓମ୍ ଶାନ୍ତି। ପରିରାଇଜ କାହାଣୀର ଅର୍ଥ ବୁଝିଲି। ପ୍ରକୃତରେ ଆମେ ପିଲାଦିନେ କେତେ ପରୀ କାହାଣୀ ଜେଜେମା ଆଈମାଙ୍କ ଠାରୁ ଶୁଣିଛେ। ପରୀ କ'ଣ କରନ୍ତି? ତାଙ୍କର ହାତ ତାଙ୍କର ଗୋଡ଼ ବା ପାଦ ଭୂମିରେ ଲାଗେ ନାହିଁ। ସେ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଯିଏ ଯେତେବେଳେ ଯେଉଁଠି ଚାହାନ୍ତି ତାଙ୍କ ପାଖରେ ପହଞ୍ଚି ଯାଆନ୍ତି। ଏ କଥାକୁ ଆମେ କାହାଣୀ ବୋଲି ଭାବୁଥିଲେ, କିନ୍ତୁ ବର୍ତ୍ତମାନ ଶିବ ଭଗବାନ ଆସି ତାର ଅର୍ଥ ବୁଝେଇ ଦେଉଛନ୍ତି। ବ୍ରାହ୍ମଣରୁ ଫରିସ୍ତା ହେବା, ଫରିସ୍ତା ହେଇସାରିଲେ ଯାଇ ଆମେ ଦେବତା ହେବା। ଆମେ ବର୍ତ୍ତମାନ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ, ତାପରେ ଫରିସ୍ତା ମାନେ ପରୀ। ରିସ୍ତା ନାହିଁ ସଂସାର ସହିତ। ସବୁବେଳେ ମନ ଉପରେ ଉଡ଼ିବ। ସୂକ୍ଷ୍ମ ବତନରେ ସ୍ଥୂଳ ବତନରେ ଆତ୍ମା ଯାଇ ପ୍ରଭୁ ମିଳନ କରୁଥିବ। ଆଉ ଶୁଭ ଭାବନା, ଶୁଭ କାମନା, ମଙ୍ଗଳ ଚିନ୍ତା, ଅନ୍ୟକୁ ସାହାଯ୍ୟ ସହଯୋଗ କରିବାର ମାନସିକତା ପରୀମାନଙ୍କର ଥାଏ। ସେମିତି ମନସା ବାଚା କର୍ମଣା। କିଛି ନ କରିପାରିଲେ ଘରେ ବସି ଅନ୍ୟର ଶୁଭ ଚିନ୍ତା କରି ଶୁଭ ଭାଇବ୍ରେସନ୍ ତାକୁ ବି ପଠେଇବାର ସୂତ୍ର ବାବା ଜଣେଇଲେ। ତେଣୁ ଆମେ ହିଁ ପରୀ।
ସେଇ ପରିରାଇଜର କାହାଣୀ ସତରେ କେତେ ସତ୍ୟ ବାବା ତାର ମହତ୍ଵ ବୁଝେଇଦେଲେ। ବାବାଙ୍କୁ କୋଟି କୋଟି ଧନ୍ୟବାଦ। ନିଜକୁ ସବୁବେଳେ ଭାଗ୍ୟଶାଳୀ ଭାଗ୍ୟବାନ ଆତ୍ମା ମନେ କରିବା, କାରଣ ଶିବ ପିତା ସ୍ୱୟଂ ଆସିଛନ୍ତି ଆମକୁ ପତିତରୁ ପାବନ କରି ସାଙ୍ଗରେ ନେବା ପାଇଁ। ଓମ୍ ଶାନ୍ତି।